ତମେ ମତେ ଖାଇବ। ତ ସାପ କହିଲା ହଉ ଠିକ ଅଛି କାଢି ଦିଅ। ବେଙ୍ଗ କଣ କଲା କେଁ କଟର ଶବ୍ଦ କରି ତା ସାଙ୍ଗ ନେଉଳକୁ ଡାକିଲା। କାହାକୁ ଡାକିଲା? ନେଉଳକୁ ଯେପରି ସାପ ଦେଖିଦେଲା ନେଉଳ ଭାବିଲା ମୋ ସାଙ୍ଗ ବେଙ୍ଗ ବୋଧେ ବିପଦରେ ପଡିଛି। ନେଉଳ ସାଙ୍ଗେ ସାଙ୍ଗେ ଦୌଡ଼ିକି ଆସିଲା ବେଙ୍ଗର ଡାକ ଶୁଣି। ତ ଯେମିତି ନେଉଳକୁ ସାପ ଦେଖି ଦେଇଛି କଣ କଲା ନା ଦୌଡ଼ିକି ଡରିକିରି ପଳେଇଲା। ତ ନେଉଳ ଖାଇଦବ। ନେଉଳ କାହାକୁ ଖାଇଦବ? ସାପ କାହାକୁ ଖାଇବ? ବେଙ୍ଗକୁ। ତେଣୁ ନେଉଳକୁ ଦେଖି ସାପ ଦୌଡ଼ିକି ପଳେଇଲା। ଏଥିରୁ ଆମେ କଣ ଶିକ୍ଷା ଲାଭ କଲେ? ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସିଯାଏ। ବେଙ୍ଗ କଣ କଲା? କହିଲା ମୋ ସାଙ୍ଗ ତ ନେଉଳ ଅଛି, ଯଦି ମୁଁ ନେଉଳକୁ ଡାକିଦେବି ମତେ ସାପ ଆଉ ଖାଇପାରିବ ନାହିଁ, କାରଣ ସାପକୁ ନେଉଳ ଖାଇଦେଲା ହେଲା। ତେଣୁ ଆମେ ସବୁବେଳେ ବିପଦ ଟାଇମରେ ଉଚିତ ବୁଦ୍ଧି ପ୍ରୟୋଗ କଲେ ଆମକୁ ବିପଦ ପଡିବ ନାହିଁ। ପଡି କେମିତି ଲାଗେ?